ଆପଣମାନଙ୍କ ପାଇଁ ଏହି ଭିଡ଼ିଓ ମାଧ୍ୟମରେ ତିନୋଟି ବଡ଼ ଖବର ରହିଛି। ସବୁଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ରହିଛି। ପ୍ରଥମେ ଦେଖନ୍ତୁ, କାଳିଆ ଯୋଜନାରେ ମିଳିବ ଚାଷୀଙ୍କୁ 4,000 ଟଙ୍କା। ଗ୍ରାମାଞ୍ଚଳରେ ଥିବା ଝିଅମାନେ ପାଇପାରିବେ 5,000 ଟଙ୍କା। ପୁଣି ବଢ଼ିବ ଆଗକୁ ସ୍କୁଲ ଛୁଟି। ଆସନ୍ତୁ ଗୋଟିଏ ଗୋଟିଏ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଖନ୍ତୁ, ପ୍ରଥମ ଖବରଟି ରହିଛି ପୁଣି ବଢ଼ିପାରେ ସ୍କୁଲ ଛୁଟି। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ରାଜ୍ୟ ସରକାରଙ୍କ ତରଫରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ 18 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ସରକାରୀ ଏବଂ ବେସରକାରୀ ଥିବା ସ୍କୁଲମାନଙ୍କୁ ବନ୍ଦ ରଖିବା ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ସରକାର ଏହାରି ମଧ୍ୟରେ ସୂଚନା ଦେଇଛନ୍ତି ଯେ 20 ତାରିଖ ପରେ ଯଦି ପାଣିପାଗରେ କୌଣସି ପରିବର୍ତ୍ତନ ନ ଯଦି ଏହିପରି ଖରା ଯଦି ଲାଗୁ ରହିବ, ଆହୁରି ସ୍କୁଲ ଛୁଟି ବଢ଼ାଇବା ପାଇଁ ସରକାର ସୂଚନା ଦେଇଛନ୍ତି। ଯଦି ପାଣିପାଗରେ କୌଣସି ପରିବର୍ତ୍ତନ ଆସେ ତାହେଲେ 21 ତାରିଖ ଠାରୁ ସ୍କୁଲ ଖୋଲିବାର ସମ୍ଭାବନା ରହିଛି। 2 ନମ୍ବର ଖବରଟି ଦେଖନ୍ତୁ, ଗ୍ରାମାଞ୍ଚଳରେ ଥିବା ଝିଅମାନେ ପାଇପାରିବେ 5,000 ଟଙ୍କା। ଦେଖନ୍ତୁ, ଯେଉଁମାନେ ଗ୍ରାମାଞ୍ଚଳରେ ରହିଛନ୍ତି ଏବଂ ପାଠ ପଢ଼ୁଛନ୍ତି ସେହି ଝିଅମାନେ 5,000 ଟଙ୍କା ପାଇପାରିବେ। କେମିତି ପାଇପାରିବେ ଦେଖନ୍ତୁ, ଯେଉଁମାନେ ଦ୍ୱାଦଶ ଶ୍ରେଣୀରେ 60%ରୁ ଅଧିକ ମାର୍କ ରଖିଛନ୍ତି ସେମାନେ 10 ମାସ ପର୍ଯ୍ୟନ୍ତ 500 ଟଙ୍କା ଲେଖାଏଁ ପାଇପାରିବେ। ପ୍ରତି ମାସରେ ସେମାନଙ୍କ ଆକାଉଣ୍ଟକୁ ସରକାରଙ୍କ ତରଫରୁ ଡିବିଟି ମାଧ୍ୟମରେ 500 ଟଙ୍କା ଦିଆଯିବ, ଯାହାକି ଆପଣଙ୍କର 10 ମାସରେ 5,000 ଟଙ୍କା ପାଇପାରିବେ। 3 ନମ୍ବର ଅପଡେଟ୍ ରହିଛି, କାଳିଆ ଯୋଜନାର ହିତାଧିକାରୀମାନେ ପାଇପାରିବେ 4,000 ଟଙ୍କା। ଦେଖନ୍ତୁ, କେଉଁମାନେ କାଳିଆ ଯୋଜନା ଅଧୀନରେ 4,000 ଟଙ୍କା ପାଇପାରିବେ ଦେଖନ୍ତୁ। ଆଗରୁ ଯେଉଁମାନେ କାଳିଆ ଯୋଜନା ଅଧୀନରେ ଟଙ୍କା ପାଉଥିଲେ, ଏବେ ଯଦି ଆପଣଙ୍କର କାଳିଆ ଯୋଜନା ଅଧୀନରେ ଟଙ୍କା ଆସୁନି ତାହେଲେ ଆପଣଙ୍କ ପାଇଁ ଗୋଟେ ଖୁସି ଖବର ଆସିଯାଇଛି, ଯାହାକି ଆପଣ କାଳିଆ ଯୋଜନା ଅଧୀନରେ ସବୁ ଟଙ୍କା ପାଇପାରିବେ। ଆଗରୁ ଆପଣଙ୍କର ଯାହା ବି ପେଣ୍ଡିଂ ରହିଛି ସେହି ସବୁ ଟଙ୍କା ଆପଣ ପାଇପାରିବେ। କେମିତି ପାଇପାରିବେ ଦେଖନ୍ତୁ, ଆପଣମାନେ କ'ଣ କରିବେ, କାଳିଆ ଯୋଜନାର ଯେଉଁ ଗଭର୍ଣ୍ଣମେଣ୍ଟ ୱେବସାଇଟ୍ ରହିଛି ସେହି ୱେବସାଇଟ୍କୁ ଯାଇକି ଆପଣଙ୍କର ଯେଉଁ ଟାଟସ୍ ରହିଛି ସେହି ଟାଟସ୍ଟିକୁ ଚେକ୍ କରିଦେବେ। ଆପଣଙ୍କର ଟୋକନ୍ ନମ୍ବର କିମ୍ବା ଆପଣଙ୍କର ଯେଉଁ ଆଧାର ନମ୍ବର ରହିଛି ସେହି ଆଧାର ନମ୍ବର ଦେଇକରି ଆପଣଙ୍କର ଟାଟସ୍ଟିକୁ ଚେକ୍ କରିଦେବେ। ଆପଣଙ୍କ ଟାଟସ୍ରେ କ'ଣ ଶୋ କରୁଛି ଦେଖିବେ। ଯଦି ଆପଣଙ୍କ ଟାଟସ୍ରେ ଏମିତି ଯଦି ଶୋ କରୁଛି ଦେଖନ୍ତୁ, ତଳେ ଆପଣଙ୍କର ଲେଖା ଅଛି ପ୍ଲିଜ୍ ଲିଙ୍କ୍ ୟୁର ଆଧାର ୱିଥ୍ ୟୁର ବ୍ୟାଙ୍କ ଆକାଉଣ୍ଟ। ଯଦି ଆପଣଙ୍କର ଏମିତି ଶୋ କରୁଛି ତାହେଲେ ଆପଣ କ'ଣ କରିବେ, ଆପଣଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି ସେହି ବ୍ୟାଙ୍କ ଆକାଉଣ୍ଟଟିକୁ ଆପଣଙ୍କର ଯେଉଁ ଆଧାର କାର୍ଡ଼ ରହିଛି ସେହି ଆଧାର କାର୍ଡ଼ରେ ଲିଙ୍କ୍ କରିଦେବାକୁ ପଡ଼ିବ। ଆପଣ ସେହି ବ୍ୟାଙ୍କକୁ ଯାଇକି ଆପଣଙ୍କର ଆଧାର କାର୍ଡ଼ଟିକୁ ଲିଙ୍କ୍ କରିଦେବେ, ଯାହାକି ଆପଣଙ୍କର ଡିବିଟି କହୁଛନ୍ତି। ଡିବିଟି ଲିଙ୍କ୍ କରିଦେଲା ପରେ ଆପଣଙ୍କର କାଳିଆ ଯୋଜନା ଅଧୀନରେ ଯାହା ବି ଟଙ୍କା ପେଣ୍ଡିଂ ରହିଛି ସବୁ ଟଙ୍କା ଆପଣ ପାଇପାରିବେ। କିନ୍ତୁ ଆପଣମାନେ ଆପଣଙ୍କର ଯେଉଁ ଟାଟସ୍ ରହିଛି ସେହି ଟାଟସ୍ଟିକୁ ଚେକ୍ କରିଦିଅନ୍ତୁ। ଆପଣଙ୍କ ଟାଟସ୍ରେ ଯଦି ଅଲଗା କିଛି ଶୋ କରୁଛି ଆପଣ କମେଣ୍ଟ ବକ୍ସରେ ନିଚେ ଗୋଟେ କମେଣ୍ଟ କରନ୍ତୁ। ଦେଖନ୍ତୁ, ଆପଣଙ୍କ ଟାଟସ୍ରେ ଅଲଗା ଯଦି କିଛି ଶୋ କରୁଛି ଆପଣମାନେ ମଧ୍ୟ ଗ୍ରିଭେନ୍ସ ଦେଇପାରିବେ। ଗ୍ରିଭେନ୍ସ ଆପଣଙ୍କର ଯେଉଁ ନିର୍ବାଚନ ରହିଛି ଏହି ନିର୍ବାଚନ ସରିଗଲା ପରେ ପରେ ଗ୍ରିଭେନ୍ସ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଯିବ। ଆପଣମାନେ ଗ୍ରିଭେନ୍ସ ମଧ୍ୟ ଦେଇପାରିବେ। ତା ସହିତ ଯେଉଁମାନେ କାଳିଆ ଯୋଜନା ଅଧୀନରେ ଟଙ୍କା ପାଇବା ପାଇଁ ନୂଆ ଆବେଦନ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ନୂଆ ଆବେଦନ ମଧ୍ୟ କରିପାରିବେ।